ଶୁଣନ୍ତୁ, ତ୍ରିଲୋଚନ ଗୋଚ୍ଛାୟତ ଜଣେ ଝାଡ଼ୁଦାର ଏବଂ ଚାରିଛକ ହସ୍ପିଟାଲରେ ସେ 2025 ଜାନୁଆରୀ ଠାରୁ ବର୍ତ୍ତମାନ ସେ ନିମାପଡ଼ା ହସ୍ପିଟାଲରେ କାର୍ଯ୍ୟରତ। କିନ୍ତୁ ଦୁଃଖ ପରିତାପର ବିଷୟ, ହୀନମନ୍ୟତା ସୃଷ୍ଟି କରି ଏ ଚାରିଛକ ମେଡିକାଲକୁ ବଦନାମ କରିବା ପାଇଁ କିଛି କୁଚକ୍ରୀ ବ୍ୟକ୍ତିଙ୍କ ସହିତ ମିଶି ଏ ଅଞ୍ଚଳକୁ ବଦନାମ କରିବା ପାଇଁ ଗତ 18 ତାରିଖରେ ଏଠି ଅନଶନ ବସିଥିଲେ। ଯେଉଁ ଅନଶନ କି କିଛି ତାର ବୈଧତା ନାହିଁ, ସତ୍ୟତା ନାହିଁ ଏବଂ ନିରାଧାର ଯେଉଁ ଅନଶନ, ଆମର ସିଏଚସି ନିମାପଡ଼ାଙ୍କ ଇନଚାର୍ଜଙ୍କର ବିନା ଅନୁମତିରେ ଏବଂ କିଛି ସପୋର୍ଟ ଡକୁମେଣ୍ଟ ନଥାଇ ଆମର ଚାରିଛକ ଇନଚାର୍ଜଙ୍କ ପାଖରେ ଦାଖଲ ନ କରି ଏଠି ଏକ ନାଟକବାଜି ଶୋ କରୁଥିଲେ। କିନ୍ତୁ ଏହା ଏକ ଭ୍ରମାତ୍ମକ ମେଡିକାଲର ବଦନାମ କରିବା ପାଇଁ ଏକ ନାଟକ ଅଟେ, ଆଉ କିଛି ନୁହେଁ। ଶୁଣନ୍ତୁ, ସେ ଦୀର୍ଘ ଦିନ ହେଲା ଥିଲା, 2005ରୁ ଥିଲା। ତାର ଏ ଯେଉଁ ମନମାନି କଥା, ଅଧିକାରୀଙ୍କ କଥା ନ ମାନିବା, ବିଭିନ୍ନ ରୋଗୀଙ୍କୁ ଦୁର୍ବ୍ୟବହାର କରିବା, ଉତ୍କୋଚ ନେବା, ଯାହା ଇନଚାର୍ଜ କହିଲେ ତାର ଅନେକ ନଜିର ଅଛି। ବିଭିନ୍ନ ଇନଚାର୍ଜ ଯାହା ପୂର୍ବରୁ ମଧ୍ୟ ତାପରେ ଷ୍ଟେପ୍ ନେଇଛନ୍ତି, ଅସ୍ତରଙ୍ଗ ମେଡିକାଲକୁ ବଦଳି କରିଛନ୍ତି ଏବଂ ଆମର ଯେ ସିଡିଏମ୍ ଅଛନ୍ତି ବର୍ତ୍ତମାନ ଇନଚାର୍ଜ ମଧ୍ୟ ଅବଗତ କରିଛନ୍ତି, ପୂର୍ବ ଇନଚାର୍ଜ ମଧ୍ୟ ଅବଗତ କରିଛନ୍ତି। କାର୍ଯ୍ୟର ଅବହେଳା ପ୍ରଦର୍ଶନ କରିବା, ମେଡିକାଲରେ ବିଶୃଙ୍ଖଳା ସୃଷ୍ଟି କରିବା, ମଦ୍ୟପାନ କରିବା, ଏସବୁ ହେଉଛି ତାର ହବି। ଆଲୋଚନା ପର୍ଯ୍ୟାଲୋଚନା ଅଛି, ଯାହା ମେଡିକାଲ ଉପରେ ଆରୋପ କରାଯାଇଛି 20 ଲକ୍ଷର ଠକେଇ ବିଭିନ୍ନ ସମୟରେ ଆଲିଗେସନ କରାଯାଇଥିଲା 24 ମସିହାରେ। ରିପୋର୍ଟ ଆପଣଙ୍କୁ ଦେଉଛି, ଏହା ସମ୍ପୂର୍ଣ୍ଣ ମିଥ୍ୟା। କ୍ଲିନ୍ ଚିଟ୍ 3 ଜଣିଆ କମିଟି ଦେଇଛନ୍ତି, କ୍ଲିନ୍ ଚିଟ୍। ତେଣୁ ସେଇ ଆଧାରରେ ମେଡିକାଲ ଯେଉଁ 3 ଜଣିଆ କମିଟି, ଡକ୍ଟର ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଶ୍ରୀମତୀ ଅଞ୍ଜଳି ତରାଇ ଏବଂ ହିମାଦ୍ରି ସାମଲ, ଏ ଯେଉଁ 3 ଜଣିଆ କମିଟି ଗଠନ ହେଇଥିଲା, କ୍ଲିନ୍ ଚିଟ୍ ଦେଇଛି, ଏଥିରେ କୌଣସି ଆଧାର ନାହିଁ। ଏଇଟା ଭିତ୍ତିହୀନ, ମିଥ୍ୟା, କଳ୍ପଳକଥା। ତେଣୁ ଆମେ ଚାହୁଁଛୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆ ବାବଦରେ ଆମର ତର୍ଜମା କରାଯାଇଥିଲା। ଇନଚାର୍ଜ ନିମାପଡ଼ାକୁ ଆମେ ନୋଟିସ୍ ଦେଇଛୁ ମେଡିକାଲ ତରଫରୁ, ଆମର ସିଡିଏମ୍ ପୁରୀଙ୍କୁ ଦେଇଛୁ, ତହସିଲଦାର ନିମାପଡ଼ାକୁ ଦେଇଛୁ ଏବଂ ଆମର ଯିଏ ଉପମୁଖ୍ୟମନ୍ତ୍ରୀ ତାଙ୍କୁ ମଧ୍ୟ ଆମେ ଏ ବାବଦରେ ଅବଗତ କରାଇଛୁ ଏବଂ ଏ ମିଡ଼ିଆ ମାଧ୍ୟମରେ ଆପଣଙ୍କୁ ଆମେ ଅବଗତ କରାଉଛୁ। ଏଭଳି ଭ୍ରମାତ୍ମକ ଯାହା ସୋସିଆଲ ଗଣମାଧ୍ୟମରେ ବୁଲୁଛି, ତ୍ରିଲୋଚନ ଗୋଚ୍ଛାୟତ ଯେଉଁ କଥା କହିଛନ୍ତି, ଏହା ମିଥ୍ୟା ଏବଂ ଅସତ୍ୟ, ଏଥିରେ କୌଣସି ଆଧାର ନାହିଁ। ମାନସିକ ସ୍ତରରେ ତାକୁ ଯେଉଁ ଆମେ ନିର୍ଯାତନା ଦେଉଛୁ, ସେଇ ଜିନିଷ କିଛି ନାହିଁ ଆମ ପାଖରେ। ସେ ଗୋଟେ ସବୁ ଭିତ୍ତିହୀନ, ସେ ଗୋଟେ କଳକଳ୍ପିତ ଆଉ ମିଥ୍ୟାହୀନ କରିକି ଆମକୁ ବଦନାମ କରିବା ପାଇଁ ଏଇଟା ଚଲେଇଛି। ତ୍ରିଲୋଚନ ଗୋଚ୍ଛାୟତ 2025 ମସିହାରେ, 2005 ମସିହାରୁ ଏଠାରେ କାର୍ଯ୍ୟରତ ଅଛି। ଆଉ ମୁଁ 2013 ମସିହାଠୁ ଆସିବାଠୁ ତାକୁ ପୁରା ଦେଖିପାରୁଛି, ମୋ ସାଙ୍ଗରେ ବି ସେ କାମ କରୁଛି। ଏମିତି କରିବା ଦ୍ୱାରା ହେଉଛି କିଛି ଲୋକ ମାନେ ଭାବନ୍ତି ଯେ ଚାରିଛକରେ ଏମିତି କର୍ମଚାରୀ ମାନେ ଖରାପ ବ୍ୟବହାର କରୁଛନ୍ତି, ଆମେ ସେଠିକି ଯିବାନି। ଏଗୁଡ଼ାକ ତାଙ୍କର ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କର ଥିଲା। ଆଉ ଗୋଟେ ସେ ଆହୁରି ଗୋଟେ ଆଲିଗେସନ କରିଥିଲେ, ଏଠି ଯେଉଁ ଆମେ ସବୁ ଅଛୁ, ଆମେ ତାଙ୍କର 20 ଲକ୍ଷ ଟଙ୍କାର ଅଡିଟ୍ କରିବା ପାଇଁ କହିଥିଲେ ସେମାନେ। ଅଡିଟ୍ ହେଲା, ଅଡିଟ୍ରେ କିଛି ବାହାରିଲାନି, କିନ୍ତୁ ସେଇଟା ବି ମିଥ୍ୟାହୀନ ବିଲ୍ ଥିଲା। ସେଇଟା ଏଇ ଘଟଣା ପୁରା ସମ୍ପୂର୍ଣ୍ଣ ମିଥ୍ୟା ଆଉ କପଳକଳ୍ପିତ ବୋଲି ମୋର ଧାରଣା ପୁରା 100%। ଆଉ ଗୋଟେ କଥା କହୁଛି, ଏଥିରେ ହେଉଛି ଯେଉଁ ଚାଲିଛି ତା ବିରୁଦ୍ଧରେ ସେ ଯେଉଁ ଲଗେଇଛି ବର୍ତ୍ତମାନ ଭାଇରାଲ ହେଉଛି, ସେଇଗୁଡ଼ା କଥାରେ ମାନେ ଜନସାଧାରଣ ମାନଙ୍କୁ କହୁଛି, ବର୍ତ୍ତମାନ ସେଇଗୁଡ଼ାକରେ କେହି କିଛି ବିଶ୍ୱାସ ନ କରିକି ଆମ କଥାକୁ ବିଶ୍ୱାସ କରନ୍ତୁ। ଆମେ ଯାହା କହୁଛୁ ଠିକ୍ ସଠିକ କଥା କହୁଛୁ ବର୍ତ୍ତମାନ।